ଏହି 8 ଗୋଟି ସ୍ୱପ୍ନ ଆପଣଙ୍କୁ କରିଦେବ ମାଲାମାଲ। ଧନୀ ହେବା ପୂର୍ବରୁ ମିଳିଥାଏ ବଡ଼ ସଂକେତ। ଏହି 8ଟି ସ୍ୱପ୍ନ ଦେଖିଲେ ଭବିଷ୍ୟତରେ ଆପଣମାନେ ହୋଇଯିବେ ମାଲାମାଲ। ନମସ୍କାର, ସ୍ୱପ୍ନ ରହସ୍ୟର ଆଜିର ଏହି ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆନି ଶତପଥୀ। ଦର୍ଶକ ବନ୍ଧୁ, ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜୀବନ ସହିତ ସ୍ୱପ୍ନର ଗଭୀର ସମ୍ପର୍କ ରହିଥାଏ। ପ୍ରାୟତଃ ଜଣେ ବ୍ୟକ୍ତି ଭାବନାରେ ବ୍ୟସ୍ତ ରହିବା ଦ୍ୱାରା ସେ ସେହି ବିଷୟରେ ସ୍ୱପ୍ନ ଦେଖିଥାନ୍ତି। ଏହିପରି ଅନେକ ସ୍ୱପ୍ନ ରହିଛି ଯାହା ଆମକୁ ଭବିଷ୍ୟତ ପାଇଁ ଭଲ ଏବଂ ଖରାପ ସଂକେତ ଦେଇଥାଏ। ତେବେ ଆଜି ଆମେ ଆସନ୍ତୁ ଜାଣିବା କେଉଁ ଜିନିଷ ସ୍ୱପ୍ନରେ ଦେଖିବା ଦ୍ୱାରା ଆମକୁ ଭଲ ସଂକେତ ମିଳିଥାଏ। ଲୋକମାନେ ରାତିରେ ଶୋଇବା ସମୟରେ ବିଭିନ୍ନ ସ୍ୱପ୍ନ ତ ଦେଖନ୍ତି, ଯେଉଁଥିରୁ କିଛି ଶୁଭ ଏବଂ କିଛି ଅଶୁଭ ଅଟେ। ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ଶୁଭ ସ୍ୱପ୍ନ ରହିଥାଏ ଯାହା ଭବିଷ୍ୟତର ଧନକୁ ସୂଚିତ କରେ। ତାହେଲେ ଆସନ୍ତୁ ଏହି 8ଟି ସ୍ୱପ୍ନ ଏବଂ ଏହାର ଶୁଭ ଫଳାଫଳ ବିଷୟରେ ଜାଣିନେବା। ଯେଉଁମାନେ ସ୍ୱପ୍ନରେ କୌଣସି ଦେବତା କିମ୍ବା ଦେବୀଙ୍କୁ ଦର୍ଶନ କରିବାର ଦେଖନ୍ତି ସେମାନେ ବହୁତ ଭାଗ୍ୟବାନ। ସ୍ୱପ୍ନରେ ଈଶ୍ୱରଙ୍କୁ ଦେଖିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଆର୍ଥିକ ଲାଭ ମିଳିଥାଏ। ଯଦି ଆପଣ ଏକ ଅନ୍ଧାର କୋଣରେ ଦୀପ ଜଳୁଥିବାର ସ୍ୱପ୍ନ ଦେଖନ୍ତି ତେବେ ବୁଝି ନିଅନ୍ତୁ ଯେ ଦେବୀ ଲକ୍ଷ୍ମୀ ଶୀଘ୍ର ଆପଣଙ୍କ ଉପରେ କୃପା କରିବେ। ଯଦି ଆପଣ ଏକ ମୁଦି ପିନ୍ଧି ମନ୍ଦିର ଦର୍ଶନ କରିବାର ସ୍ୱପ୍ନ ଦେଖନ୍ତି ତେବେ ଏହା ସୂଚିତ କରେ ଯେ ଆପଣଙ୍କୁ କୌଣସି ସ୍ଥାନରୁ ଅତିରିକ୍ତ ଧନ ମିଳିବ। ଯଦି ଆପଣ ଆପଣଙ୍କ ଘରେ ମୂଷା ଦୌଡୁଥିବାର ଦେଖନ୍ତି ତେବେ ଏହା ଧନ ଅର୍ଜନ ଏବଂ ଧନୀ ହେବାର ଏକ ଶୁଭ ସଂକେତ ଅଟେ। ଯଦି ଆପଣ ରାତିରେ ଗଛ ଚଢ଼ିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କୁ ହଠାତ୍ କୌଣସି ସ୍ଥାନରୁ ଟଙ୍କା ବି ମିଳିପାରେ। ଯଦି ଆପଣ ସ୍ୱପ୍ନରେ ଜଣେ ମହିଳାଙ୍କୁ ନାଚୁଥିବାର ଦେଖନ୍ତି ତେବେ ଏହାକୁ ଭବିଷ୍ୟତର ସମୃଦ୍ଧିର ଏକ ସଂକେତ ମଧ୍ୟ ବିବେଚନା କରାଯାଏ। ସ୍ୱପ୍ନ ବିଜ୍ଞାନ ଅନୁସାରେ ମହୁମାଛି ଘର ଦେଖିବା ମଧ୍ୟ ଆର୍ଥିକ ଲାଭର ଏକ ଶୁଭ ସଂକେତ ଅଟେ। ସ୍ୱପ୍ନରେ ସାପକୁ ଗାତ ମଧ୍ୟରେ ପ୍ରବେଶ କରୁଥିବାର ଦେଖିବା ମଧ୍ୟ ହଠାତ୍ ଆର୍ଥିକ ଲାଭକୁ ସୂଚିତ କରେ। ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନେ ନିଜ ସ୍ୱପ୍ନରେ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି। ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ମାନେ ଜୀବନରେ ସୁଖ, ସମୃଦ୍ଧି ଏବଂ ଧନ ଲାଭ ହୋଇଥାଏ। ସ୍ୱପ୍ନରେ ଆପଣଙ୍କୁ ଅନ୍ଧାରର ଗୋଟିଏ କୋଣରେ ଦୀପ ଜଳୁଥିବାର ଦେଖାଯାଏ ତେବେ ଜାଣିବେ ସମୟ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅଛନ୍ତି। ସ୍ୱପ୍ନରେ ଆପଣ ଦେଖୁଛନ୍ତି ନିଜ ଆଙ୍ଗୁଠିର ମୁଦି ପିନ୍ଧିବା ସମୟର ଏକ ଦୃଶ୍ୟ ମନ୍ଦିର ଭିତରେ ତେବେ ଆପଣ କେଉଁଠି ହେଲେ ବି ଟଙ୍କା ମିଳିବାକୁ ଯାଉଛି। ସ୍ୱପ୍ନରେ ଯଦି ମୂଷା ଘରେ ଦୌଡ଼ିବାର ଦେଖନ୍ତି ତାହେଲେ ବହୁତ ଜଲ୍ଦି ଧନ ପ୍ରାପ୍ତି ହେବ, ବଡ଼ ଲୋକ ହେବାର ଏହା ଶୁଭ ସଂକେତ ହୋଇଥାଏ। ରାତିରେ ନିଜେ ଗଛରେ ଚଢ଼ିବାର ସ୍ୱପ୍ନ ଦେଖନ୍ତି ତାହେଲେ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଯଦି କୌଣସି ମହିଳା ନାଚୁଥିବାର ଦେଖନ୍ତି ତାହେଲେ ଏହା ମଧ୍ୟ ଆପଣଙ୍କୁ ଧନ ପ୍ରାପ୍ତିର ସଂକେତ ଦେଇଥାଏ। ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଯଦି ମହୁମାଛିର ମାଠିଆ ଉଚ୍ଚ ହୋଇଥାଏ ତାହେଲେ ବି ଧନ ପ୍ରାପ୍ତ ହୋଇଥାଏ। ବିଲରେ ସାପ ଯାଉଥିବାର ସ୍ୱପ୍ନ ଦେଖିଲେ ଜଲ୍ଦି ଧନ ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ, ତେଣୁ ଯଦି ଏହିସବୁ ସ୍ୱପ୍ନ ଆପଣ ଦେଖୁଛନ୍ତି ତାହେଲେ ଖୁସି ହେଇଯାନ୍ତୁ, କାରଣ ଖୁବ୍ ଶୀଘ୍ର ଆପଣଙ୍କୁ ବହୁତ ଧନ ମିଳିବାକୁ ଯାଉଛି। ଧନ୍ୟବାଦ, ନମସ୍କାର। ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ, ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302 9439444924। ଆମର ୱେବସାଇଟ୍ www.srijagannathastro.com। କେମିତି କଟିବ 2026 ମସିହାରେ ଆପଣଙ୍କ ଭାଗ୍ୟ? କେଉଁ ରାଶିରେ ରହିବ ସମସ୍ୟା ଆଉ କିଏ ହେବେ ଲାଭବାନ? କେମିତି ରହିବ ମେଷଠାରୁ ମୀନରାଶି ପର୍ଯ୍ୟନ୍ତ ଭାଗ୍ୟଫଳ? ଜାଣିବା ପାଇଁ ଦେଖନ୍ତୁ ଆମ କାର୍ଯ୍ୟକ୍ରମ 2026 ଭାଗ୍ୟଫଳ। 2026 ମସିହାର ଆପଣଙ୍କ ରାଶିର ସମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ବଟନକୁ ଅନ୍ କରନ୍ତୁ। ଦେଖନ୍ତୁ DTV ଓଡ଼ିଆ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।